ବାଲେଶ୍ୱରର ପ୍ରସିଦ୍ଧ ସାମ୍ବାଦିକ ସଂଗଠନ ପ୍ରେସ୍ ଇମ୍ପ୍ରେସ୍ ମିଡିଆ କ୍ଲବର ବାର୍ଷିକ ଉତ୍ସବ 2025 ସ୍ଥାନୀୟ ଭେନିଆ ପ୍ୟାରାଡାଇଜ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶାସକ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ କ୍ଲବର ଅଧ୍ୟକ୍ଷ ଓ ବରିଷ୍ଠ ସାମ୍ବାଦିକ ଉଜ୍ଜ୍ୱଳ ଚନ୍ଦ୍ର କର। ଏହି ଅବସରରେ ସଦର ବିଧାୟକ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା, ଦୈନିକ ପ୍ରଭାର ସମ୍ପାଦକ ଅଭିମନ୍ୟୁ ମହାପାତ୍ର, ବିଶ୍ୱବାଣୀର ସମ୍ପାଦକ ଅର୍ଜୁନ କୁମାର ମୁଦୁଲି, ପୂର୍ବତନ ନଗରପାଳ ଆଲୋକ କୁମାର ସାହୁ, ସମାଜସେବୀ ଅଜୟ କୁମାର ବିଶ୍ୱାଳ ଓ ଜନପ୍ରିୟ ଖବର କାଗଜର ସମ୍ପାଦକ ନରେନ୍ଦ୍ର ବିହାରୀ ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସେଥିରେ ବାଲେଶ୍ୱର ନୁହେଁ ସାରା ଓଡ଼ିଶାରେ ସାମାଜିକ କାର୍ଯ୍ୟ ମାଧ୍ୟମରେ ନିଜ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଗୀତାଞ୍ଜଳି ପିସ୍ ଫାଉଣ୍ଡେସନର ଅଧ୍ୟକ୍ଷା ଏସ୍ ଗୀତାଞ୍ଜଳିଙ୍କୁ ପ୍ରେସ୍ ଇମ୍ପ୍ରେସ୍ ମିଡିଆ କ୍ଲବ ପକ୍ଷରୁ ଅତିଥିମାନଙ୍କ ଦ୍ୱାରା ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସମ୍ବୋଧିତ ଅବସରରେ ପ୍ରେସ୍ ଇମ୍ପ୍ରେସ୍ ମିଡିଆ କ୍ଲବକୁ କୃତଜ୍ଞତା ଜଣାଇଥିଲେ ଶ୍ରୀମତୀ ଗୀତାଞ୍ଜଳି। ମୋ ସାମାଜିକ କାର୍ଯ୍ୟକୁ ସ୍ୱୀକୃତି ଦେଇ ମୋତେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ମୋର ଉତ୍ସାହକୁ ବଢ଼ାଇଛି ଏବଂ ଆଗାମୀ ଦିନରେ ମୁଁ ଏଭଳି ଲୋକମାନଙ୍କ ସେବା କରିବାକୁ ପ୍ରେରିତ ହେବି ବୋଲି ଶ୍ରୀମତୀ ଗୀତାଞ୍ଜଳି କହିଛନ୍ତି। ମୁଁ ତାଙ୍କୁ ନିବେଦନ କରିବି ସେ ମଞ୍ଚକୁ ଆସନ୍ତୁ ଏବଂ ସମ୍ବୋଧିତ ହୁଅନ୍ତୁ। আমার কর্মকর্তাকে মহাশয়া ଆପଣ ନିଜେ ହିଁ ନିଜର ପରିଚୟ ଆପଣ ଏକାଧାରେ ପ୍ରବୀଣ ସାମ୍ବାଦିକା, କବି, ଅନୁବାଦିକା, ସମାଜସେବୀ ଏବଂ ପ୍ରକୃତି ପ୍ରେମୀ। ବାଲେଶ୍ୱର ସହରରେ ଗୀତାଞ୍ଜଳି ପିସ୍ ଫାଉଣ୍ଡେସନ ଗଠନ କରି ସେଥିରେ ଆପଣ ନିଜେ ଅଧ୍ୟକ୍ଷ ପଦରେ ଥାଇ ବାଲେଶ୍ୱର ତଥା ରାଜ୍ୟର ଶାନ୍ତି ପ୍ରତିଷ୍ଠା ଦିଗରେ ବହୁ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ବିଶେଷ କରି ସମାଜସେବା, ମାନବ ଅଧିକାର ଓ ଗ୍ରାହକ ସୁରକ୍ଷା ଦିଗରେ ଆପଣଙ୍କର ଯୋଗଦାନ ପ୍ରଶଂସନୀୟ। ଆପଣଙ୍କ ରଚିତ जीवन के हर पल का अनुभव हिंदी पुस्तकटी अपूर्व पाठक श्रद्धा लाभ कर आपण भले जन व्यक्तित्व को प्रेस इम्प्रेस मीडिया क्लब तार वार्षिक उत्सव में संगठित कर गौरवान्वित मन कर। धन्यवाद।